ଆତ୍ମନିର୍ଭରଶୀଳ ହୁଅନ୍ତୁ। ନିଜର ପ୍ରଶଂସା ନିଜେ ହିଁ କରନ୍ତୁ, କାରଣ ନିନ୍ଦା କରିବା ପାଇଁ ଏଠି ବହୁତ ଲୋକ ଅଛନ୍ତି। ଜୀବନର ରାସ୍ତାରେ ସେ ପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ ନ ପହଞ୍ଚିଛନ୍ତି। ଅସୁବିଧା ସମୟରେ ପ୍ରକୃତ ସାଥୀ ଅନ୍ତରଙ୍ଗ ବନ୍ଧୁ ହିଁ ହୋଇଥାଏ, ହେଲେ ବନ୍ଧୁର ବନ୍ଧୁତ୍ୱ ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ହିଁ ଜଣାପଡ଼ିଥାଏ। କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ। ଆପଣ ସର୍ବଦା ସତ୍ୟ କୁହନ୍ତୁ। ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୂର୍ବରୁ 100 ଗୁଣା ଅଧିକ ମଜବୁତ ସହିତ ଫେରିବା ନିଶ୍ଚିତ। ଜୀବନରେ କେବେ ବି କାହାକୁ ଅଦରକାରୀ ଭାବିବା ଉଚିତ ନୁହଁ, କାହିଁକି ନା ଭଗବାନ କାହାକୁ ବି ବିନା କାରଣରେ କେବେ ବି ସଂସାରକୁ ପଠାନ୍ତିନି। କାହା ଉପରେ ଅତ୍ୟଧିକ ଭରସା କରିବା ମୂର୍ଖାମି, କାରଣ ଅନ୍ଧାରରେ ନିଜ ଛାଇ ବି ସାଥିରେ ରହେ ନାହିଁ। ଯଦି ସ୍ୱପ୍ନ ପୂରା ହେଉନାହିଁ ତେବେ ରାସ୍ତା ବଦଳାନ୍ତୁ। ସିଦ୍ଧାନ୍ତ ନୁହେଁ, କାରଣ ଗଛ ସର୍ବଦା ପତ୍ର ବଦଳେଇଥାଏ, ମୂଳ ନୁହେଁ। ଯିଏ ଦୁଃଖରେ ଅଛି ସେ ଆଗକୁ ଖୁସିରେ ରହିପାରିବ, ହେଲେ ଯିଏ ଦୁଃଖ ଦେଇଛି ସେ କେବେ ବି ଖୁସିରେ ରହିପାରିବ ନାହିଁ। ଆଉ ବିଶ୍ୱାସ କର, ତୁମ ଧୈର୍ଯ୍ୟ ଆଉ କଷ୍ଟର ମୂଲ୍ୟ ତୁମକୁ ମିଳିବ। ବାସ କେବଳ ଭଗବାନଙ୍କ ଉପରେ ବିଶ୍ୱାସ ରଖ, କର୍ମ କରି ଚାଲ। ଭଗବାନ ଜାଣିଛନ୍ତି ତୁମେ କେଉଁ ଜିନିଷ ପାଇଁ କେତେ କଷ୍ଟ କରିଛ ଆଉ ଧୈର୍ଯ୍ୟ ଧରିଛ।